ଜୟ ଜଗନ୍ନାଥ ସାଙ୍ଗମାନେ ବର୍ତ୍ତମାନ ସକାଳୁ ସକାଳୁ ଗାଡ଼ି ଧରିକି ମୁଁ ଆସିକି ଗୋଟେ ଛାଇ ଜାଗାରେ ପହଞ୍ଚି ଯାଇଛି। କାହିଁକିନା ଗାଡ଼ିଟା ଆଜି ଷ୍ଟିକର୍ କରାହେବ। ଦେଖନ୍ତୁ ଷ୍ଟିକର୍ ଗୁଡ଼ା ସେଠି ଥୁଆ ହେଇଛି। ଆଉ ସେଗୁଡ଼ା ଗାଡ଼ିଟା ଆଜି ପୁରା ଫୁଲ୍ ଷ୍ଟିକର୍ କରାଯିବ। ସେଥିପାଇଁ ଧରିକି ଆସିକି ସକାଳୁ ସକାଳୁ ମୁଁ ବର୍ତ୍ତମାନ ପହଞ୍ଚି ଯାଇଛି। ଆସନ୍ତୁ ଯିବା ଆଜି କେମିତି ଷ୍ଟିକର୍ ବନାଉଛନ୍ତି, ଗାଡ଼ିଟା କେମିତି ଷ୍ଟିକର୍ କଲର୍ କରାହେଉଛି ଦେଖିବା। ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ଗୋଟେ କାଚରେ ଷ୍ଟିକର୍ ମରା ହେଇଛି। ତାପରେ ଭାଇ କ'ଣ କରୁଛନ୍ତି, ଷ୍ଟିକର୍ ମାରିକି କେମିତି ମାରୁଛନ୍ତି ଦେଖନ୍ତୁ। ଏଇଟା ଭଲ ଭାବରେ ପ୍ରେସ୍ କରୁଛନ୍ତି। ଷ୍ଟିକର୍ଟା କିନ୍ତୁ ସମ୍ପୂର୍ଣ୍ଣ ଛଡ଼େଇଛନ୍ତି, ଟିକେ ଜଷ୍ଟ ହାଲକା ଛଡ଼େଇଛନ୍ତି। କ'ଣ ହେଇଛି? ଗାଡ଼ି ବସିବ ଯେ ଯୁଗ ବସେଇଦେବେ। ମୁଁ ଭିଡ଼ିଓ କରୁଛି। ବସ୍ତା ଗାଡ଼ିରେ ସଜରେ କିଛି ମୋଡ଼ାମୋଡ଼ି କରିବୁନି ହେଲା। ଦୁଷ୍ଟ ହେଉଛି ବେଶୀ। ଏଠି ଖାଲି ବସିଥିବ। କ'ଣ ଖାଇବୁ କି? ସାଙ୍ଗମାନେ ଦେଖନ୍ତୁ ପୁଅକୁ ଛାଡ଼ିକି ଆସିଲା ବେଳକୁ ଏତେ ସାରା ଷ୍ଟିକର୍ ବି ଭାଇ ଲଗେଇ ସାରିଲାଣି। ଆମେ ଦେଖନ୍ତୁ ଗୋଟେ ହାତରେ ଷ୍ଟିକର୍ ଗୋଟେ ପଟ ଭିଡ଼ୁଛନ୍ତି, ଆଉ ଗୋଟେ ହାତରେ ଗାମୁଛାରେ ଧରିକି ସେଟାକୁ ପ୍ରେସ୍ କରୁଛନ୍ତି। ଷ୍ଟିକର୍ଟା ବି ସରିଲା। ଦିପହର ପୁରା ଥଣ୍ଡା ଜାଗାଟା, ଲୋକ ଏଠି ଢେର ଇଏ ହେଉଥିବେ ନାଇଁ? ପୁରା ମାନେ କେଉଁଠି ଟିକେ ଏୟାର ବି ରହୁନି। ତମ ଛୋଟିଆ ସବୁ ତ ଧନୀ, ତମ ଗାଁରେ ସବୁ ତ ଧନୀ ଲୋକ। ଏସି ଫେସି ଗୋଟେ ବି ଲାଗିଗଲା। ତାପରେ ଆକୁ କ'ଣ କରିବେ, କଟିଂ କରିକି ସେ ଗ୍ଲାସ୍ର ସାଇଜ୍ଟା ବାହାର କରିବେ। ଆରେ ଏଇଠି ହଁ ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ କ'ଣ କଲେ ଭାଇ, କହନି ସେ ଯେଉଁ ବ୍ଲେଡ୍ରେ କିନା ନୂଆ କରାହେଇନି ଗାଡ଼ି ଷ୍ଟିକର୍ଟାକୁ କାଟୁଛନ୍ତି। ମାନେ ସେ ଗ୍ଲାସ୍ର ଯେଉଁ ସାଇଜ୍ ଅଛି ସେ ସାଇଜ୍ ଅନୁସାରେ ଅଙ୍କଲ କରୁଛନ୍ତି। ସବୁ ପୁରା ସୁନ୍ଦର ଭାବରେ କାଟିକି ବାହାର କରିଦେବେ। ସେ ବି ପୁଣି ଏଗୁଡ଼ା ପୁଣି ବହୁତ ରିକ୍ସ, କେୟାରଫୁଲି କରିବାକୁ ପଡ଼ୁଛି। ଦେଖନ୍ତୁ ସେ ବି କେତେ କେୟାରଫୁଲି କରୁଛନ୍ତି। ହଉ ଦେଖନ୍ତୁ କେମିତି କରୁଛନ୍ତି କେୟାରଫୁଲି। ସାଙ୍ଗମାନେ ଏଇଟା ହେଲା ମାନେ ପ୍ରଥମ ଷ୍ଟିକର୍ ଗାଡ଼ିରେ। ଏଇଟା ଫାଷ୍ଟ ଷ୍ଟିକର୍ଟା ଲଗାଇଥିଲା ଗ୍ଲାସ୍ରେ। ହଁ ଦେଖନ୍ତୁ ଭାଇ ଏଇଟା ଲଗେଇ ସାରିକି ବର୍ତ୍ତମାନ ତା ମାନେ ଗ୍ଲାସ୍ ହିସାବରେ, ଗ୍ଲାସ୍ ଡିଜାଇନ୍ ହିସାବରେ ସେଇଟାକୁ କାଟିକି ବାକି ଯେଉଁ ତା'ର ଏକ୍ସଟ୍ରା ଷ୍ଟିକର୍ର ଏକ୍ସଟ୍ରା ଏଗୁଡ଼ାକ କାଟି ଦେଉଛନ୍ତି। ପୁରା ସେମ୍ ଟୁ ସେମ୍। ବାବାରେ ଭାଇଙ୍କର ଟ୍ୟାଲେଣ୍ଟ। କାମ ତ ସମସ୍ତେ କରିପାରିବେନି। ଦେଖନ୍ତୁ 6ଟା ଯାକ ଫ୍ଲେଭର୍ ଏଇଠି ଅଛି। ଏପଟେ ବି ଷ୍ଟିକର୍ ଏଇନା କ୍ଲୋଜ୍ କରିବାକୁ ମୋତେ ପଡ଼ିବ। ଭାଇ ବର୍ତ୍ତମାନ ଫାଇନାଲି ଏଇଟାକୁ କାଟିକି ପୁରା ରେଡ଼ି କରିଦେଇଛନ୍ତି। ଦେଖନ୍ତୁ ପୁରା ରେଡ଼ି, ଯେ କହିବ ପ୍ରିଣ୍ଟ ହେଇଛି। ଏଇ ଖାଲି କୁରୁକୁରି ଖାଉଛି, ଯୁଆଡ଼େ ଗଲେ ପଛ ଛାଡ଼ୁନି, ଖାଲି କୁରୁକୁରି ବସିକି ଖାଇଲା ଏଠି କୁରକୁରେ। ତାମାନେ ବର୍ତ୍ତମାନ ଫାଇନାଲି ଗାଡ଼ିର ଷ୍ଟିକର୍ ପୁରା କମ୍ପ୍ଲିଟ୍ ହେଇଯାଇଛି। ଆଉ ସବୁତିକ ଭିଡ଼ିଓ ମୁଁ ବନେଇ ପାରିଲିନି, କାହିଁକିନା ମୁଁ ସେ ଯେଉଁ ଭାଇ ଷ୍ଟିକର୍ ଲଗାଉଥିଲେ ମୁଁ ତାଙ୍କୁ ଟିକେ ହେଲ୍ପ କରୁଥିଲି। ବର୍ତ୍ତମାନ ଆସନ୍ତୁ ମୋ ଗାଡ଼ିର ଭ୍ୟୁ ଦେଖନ୍ତୁ, ନା କେମିତି ବର୍ତ୍ତମାନ ଗାଡ଼ିର ଭ୍ୟୁ ଦେଖାଯାଉଛି ଦେଖନ୍ତୁ। ଆସନ୍ତୁ ଯିବା ପୁରା ଟୋଟାଲ୍ ଗାଡ଼ିର ଭ୍ୟୁଟା ଦେଖିବା କେମିତି ଦେଖାଯାଉଛି। ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଉ ହଁ, ଏଇ ଗାଡ଼ିଟା ବି ବିକ୍ରି କରାଯିବ। ଯଦି ବି କାହାର ଦରକାର ଡିସ୍କ୍ରିପ୍ସନ୍ରେ କିନା ମୁଁ ଲିଙ୍କ୍ ଦେଇଛି, ଆଉ କଣ୍ଟାକ୍ଟ ନମ୍ବର ବି ଅଛି, ମୋତେ ଆପଣମାନେ କଣ୍ଟାକ୍ଟ କରନ୍ତୁ। ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ଗାଡ଼ି ପୁରା ଷ୍ଟିକର୍ କମ୍ପ୍ଲିଟ୍ ହେଇଯାଇଛି। କମ୍ପ୍ଲିଟ୍ ହେଲା ପରେ ଗାଡ଼ିର ଲୁକ୍ଟା ଦେଖନ୍ତୁ କେମିତି ଅଛି। ଗାଡ଼ିର ଲୁକ୍ଟା ପଛପଟେ ଟିକେ ଲେଖା ହେଇଥାନ୍ତା ବିବାହ ବ୍ରତ ପାଇଁ ଯୋଗାଯୋଗ କରନ୍ତୁ ମୋବାଇଲ୍ ନମ୍ବର, କିନ୍ତୁ ଆମର ଯେହେତୁ ଗାଡ଼ିଟା ବିକ୍ରି କରାଯିବ, ଆଉ ସେଥିପାଇଁ ଆମର କୌଣସି ଫୋନ୍ ନମ୍ବର ଦେଇନୁ।
ଗାଡ଼ି ପୁରା ଚକାଚକ ଆମର ଝାକାସ କିଛି ଦେଖାଯାଉଛି। ଆଉ ସବୁଠୁ ମୋତେ ସବୁଠୁ ଭଲ ଲାଗିଲା ଗଲେ ଆମେ ଗାଡ଼ି ଦେଇଦେବୁ। ଦେଖନ୍ତୁ ଏଇଟା ବି ଆମର ହିମାଳୟ ଷ୍ଟିକର ବୋଲି ବି ମରା ହେଇଗଲା, ହିମାଳୟ ସୋଡ଼ା। ଏଇଟା ଭଲ ଲାଗିଲା। ଗାଡ଼ି ଦେଇ ଦିଆ ହେଇଗଲା। ରହୁଛି, ଜୟ ଜଗନ୍ନାଥ।